ଆଜିଠୁ ନୂଆଦିଲ୍ଲୀରେ 2 ଦିନିଆ ଜିଏସ୍ଟି କାଉନସିଲିଂ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀରେ ଜିଏସ୍ଟି କାଉନସିଲର 56ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ 175ଟି ସାମଗ୍ରୀ ଉପରୁ ଜିଏସ୍ଟି ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। 5% ଏବଂ 18% ଦୁଇଟି ମୁଖ୍ୟ ଟିକସ ହାର ସ୍ଥିର କରିବାର ପ୍ରସ୍ତାବ ମଧ୍ୟ ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଟିଭି, ଫ୍ରିଜ୍, କାର୍, ବାଇକ୍, ପ୍ରସାଧନ ସାମଗ୍ରୀ, ଟାୟାର ଓ ଅନ୍ୟ ଉପାଦାନଗୁଡ଼ିକ ଶସ୍ତା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତମ୍ବାଖୁ, ପାନ ମସଲା ଏବଂ ସିଗାରେଟ୍ ଭଳି ସାମଗ୍ରୀ ଉପରେ ମଧ୍ୟ 40% ସ୍ୱତନ୍ତ୍ର ଟିକସ ହାର ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ଏହାସହ ସରକାର ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମକୁ ଜିଏସ୍ଟି ମୁକ୍ତ କରିପାରନ୍ତି। ବର୍ତ୍ତମାନ 4ଟି ସ୍ଲାବ 5, 12, 18 ଓ 28%ରେ ଜିଏସ୍ଟି ରହିଛି। ଏହାକୁ ପରିବର୍ତ୍ତନ କରାଯାଇ 2ଟି ପର୍ଯ୍ୟାୟରେ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଚଳିତ 4ଟି ଜିଏସ୍ଟି ସ୍ଲାବ ବଦଳରେ ଷ୍ଟାଣ୍ଡ ଓ ମେରିଟ୍ ଭାବରେ 2ଟି ସ୍ଲାବର ରହିବ। ବର୍ତ୍ତମାନ ବସ୍ତୁ ଓ ଦ୍ରବ୍ୟଗୁଡ଼ିକ ଉପରେ 5, 12, 18 ଓ 28% ଜିଏସ୍ଟି ଲାଗୁ ହୋଇଛି। ଏଥିରେ ପରିବର୍ତ୍ତନ କରାଯାଇ 2ଟି ସ୍ତରରେ 5% ଓ 18% ଜିଏସ୍ଟି ଲାଗୁ କରିବାକୁ ପ୍ରସ୍ତାବ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକରେ 31 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକରେ ମଧ୍ୟ ଉପସ୍ଥିତ ରହିପାରନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।